ମୁଁ ବ୍ଲକ୍ ଯାଉଛି, ମୋର ଡେରି ହେଇଗଲାଣି। ଆରେ ଶୁଣୁ ଶୁଣୁ, ଖାଇଛୁ ନା ନାଇଁ? ନାଇଁ ବାପା, ମୋର ଡେରି ହେଇଗଲାଣି, ମୁଁ ବାଟରେ ଟିଫିନ କରିନେବି। ଡେରି ହୁଅନ୍ତାନି, ଘରର ସବୁ କାମ ଦାମ ସାରି ବାହାରିଲା ବେଳକୁ ଡେରି ହୁଅନ୍ତାନି। ବୋଉଟା ବି ମୋର ସେମିତିକା, ବାପ ଘରକୁ ବୁଲିବାକୁ ଯାଇଛି ଯେ 15 ଦିନ ହେଲାଣି ତାର ଦେଖା ନାହିଁ। ନିଜ ସ୍ୱାମୀ ଶ୍ୱଶୁର କେମିତି ଥିବେ ତାର ଟିକେ ବି ଚିନ୍ତା ନାହିଁ। ନିକା ଝିଅ, ତାଙ୍କୁ କିଏ କହିବ? ସେ ଆଜି ସନ୍ଧ୍ୟାରେ ଆସି ପହଞ୍ଚିବ। ବାପା, ତା ଭାଇ ଆସିନଥିଲା ତ, ସେଇଥିପାଇଁ ସେ ଆସିପାରିଲାନି। ହଉ ଠିକ ଅଛି, ତୁ ମନେ କରିକି ଆଗ ଜଳଖିଆ ଖାଇବୁ। କାମ ବାଉଳାରେ ଖାଇବା ଭୁଲିବୁନି। ଦେହ ପା କଥା କେତେବେଳେ କଣ ଘଟିବ। ହଁ ବାପା, ମୁଁ ଆଜି ଖରାବେଳେ ଖାଇବାକୁ ଆସିବିନି। ଆପଣ ମୋତେ ଅପେକ୍ଷା ନ କରି ଖାଇନେବି। ମାଧିଆ ମୋତେ କହିକି ଗଲାଣି, ତାର ମନ୍ଦିର କଳରେ ରୁଦ୍ରାଭିଷେକ ଅଛି। ମୋତେ ଯିବାକୁ ପଡ଼ିବ। ସେଇଠି ମୁଁ ପ୍ରସାଦ ଖାଇନେବି। ଦିନରେ ଆଉ ରୋଷେଇ କାହିଁକି କରିବି? ହଉ ଠିକ ଅଛି ବାପା, ମୁଁ ତାହେଲେ ଆସୁଛି।
ବାବୁ ଏ ହତଭାଗା ଦିନହୀନ ଦୁଃଖୀଟାକୁ କିଛି ସାହାଯ୍ୟ କରନ୍ତୁ ବାବୁ। ହଉ ଟିକିଏ ରୁହ। ଏଇ ନେ। ଈଶ୍ୱର ତମର ମଙ୍ଗଳ କରନ୍ତୁ। ବାବୁ 3 ଦିନ ହବ କିଛି ଖାଇନି। ଏ ଅଭାଗା ଅନାଥଟାକୁ କିଛି ଭୋଜନ ଦାନ କରନ୍ତୁ ବାବୁ। ଆପଣଙ୍କର ମଙ୍ଗଳ ହବ। ଦେଖ ମୋ ବୋହୂ ଆଜକୁ 15 ଦିନ ହେଲା ତା ବାପ ଘରକୁ ଯାଇଛି। ଆମେ ବାପ ପୁଅ ଦିଟା ଭାରି ହଇରାଣ ହଉଛୁ। ଏତେ ବେଳ ହେଲାଣି ଘରେ ରୋଷେଇବାସ କିଛି ହେଇନି। ଦେଖନ୍ତୁ ଆପଣ ଆଜି ଆଉ କାହା ଘରେ ଭୋଜନ କରିନିଅନ୍ତୁ। ଆଉ କେତେବେଳେ ଆମ ଗାଁ ଆଡ଼େ ଆସିଲେ ଆମ ଘରେ ଭୋଜନ କରିନେବେନି? ଦେଖନ୍ତୁ ମନ ଦୁଃଖ କରନ୍ତୁନି। ହଉ ବାବୁ, ହଉ ମୁଁ ତାହେଲେ ଆସୁଛି। ତୁ ସିଧା ଘର ଭିତରେ? ମଉସା ତମେ ମତେ କ୍ଷମା କରିଦବ। ମଉସା ତମେ ମତେ କ୍ଷମା କରିଦବ। ପରିସ୍ଥିତିରେ ପଡ଼ି ମୁଁ ଏତେ ଧନ୍ୟ ପାପ କଲି। ମଉସା ମୁଁ ଏତେ ଧନ୍ୟ ପାପ କଲି। କଣ କରିଥାନ୍ତି କହୁନ? ଅଭାବ ଅନଟନ ମତେ ଏମିତି ଗ୍ରାସ କଲ ଯେ ଶେଷରେ ମୁଁ ନାଦର ହେଇଗଲି। ମଉସା ମୁଁ ନାଦର ହେଇଗଲି। ମୁଁ ଭଲ ଭାବ ଜାଣିଛି ମଉସା, ମୁଁ ଭଲ ଭାବ ଜାଣିଛି। ତୋ ପୁଅ ବର୍ତ୍ତମାନ ସରପଞ୍ଚ। ଲୋକଙ୍କୁ ଠକି ସରକାରଙ୍କୁ ଠକି ତୋ ପୁଅ ଘରେ ଲକ୍ଷ ଲକ୍ଷ ଟଙ୍କା ରଖିଛି। ତେଣୁ ମୁଁ ମନେ ମନେ ତୋରି ଘରକୁ ଟାର୍ଗେଟ କରୁଥିଲି। ଆଉ ଆଜି ଯେତେବେଳେ ସେ ସୁଯୋଗଟା ମତେ ମିଳିଲା, ହାତ ଧର କେମିତି କରିଥାନ୍ତି ମଉସା, କେମିତି କରିଥାନ୍ତି ନା? यशोदा टिके शीघ्र कौन तो डेरी कर हौ चल 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 सकाळु टिके बिल आड़े चली जाइथिल तो डेरी हो गला। चल चल जीवा चल। तो फाइल टा आनिलुम तो फाइली को फाइली फाइली काली राति रे तोते तो घरे देई के आसीथिली। कहलु कोन ना टिके चेक चेक करू बोली। अरे हाँ तो देखे टिके आनी कि नहीं? देखिलु छाड़ देके आसछि बोधे। चल चल गाड़ी रे बस, आम घर देखी जा सेठू नहीं जा। भलो निजे तू भूली जाउचु आ समस्त को दोष दे जानिछु। नाइ काका तो बहु 15 दिन ला घर को जाइछि तो तेणु घर काम ऑफिस काम यार पुणी बिल बाड़ी रे रुआ पोता चली कोआड़ को हेबी कहूनु। आज बस गाड़ी रे बस।
ହଉ ଚାଲ ଯିବା ଶୀଘ୍ର ଚାଲ। ପକା ତୁ ଏଠି ଠିଆ ହେଇଥା ମୁଁ ନେଇକି ଆସିଛି। ବାପା 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 ଏଠି ବସିଛ ବାପା 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 कैसे बेका शीघ्र दौड़े शीघ्र दौड़े बाबा तब कौन है बाबा तब कौन है बाबा बाबा कैसे बेका शीघ्र दौड़े शीघ्र दौड़े कौन है दादी? अरे अरे सुनाई 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 कौन है दादी? सुनाई इस प्रकार बाबा एमिति काहे नहीं कौन है बाबा ए बाबा अरे जान को शीघ्र ना पानी टिके लिया जल्दी जा। सुनाई सुनाई कौन है सुनाई सुनाई उठ सुनाई 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 ए सुनाई उठ अरे उठ सुनाई। चलो 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 गला 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 चलो 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 से हम चोरो चोरो से भिखारी से मोटो बिल्कुला मत एकुटिया देखिकी मो पाटी देखी मारी बसिला तापरे तापरे मु किछि जाने हेले मु सत को जानी सेटा चोरो चोरो होते चोरो बापा किसी नहीं बापा दौड़े बाबा अच्छा सोना भाई से लोकटा देखा केमिका लोकटा गेरुआ लुगा पिंधि मुंडर ठेका बांधि आ गोटे गेरुआ झूला धरी से लोकटा तो टिके आगु तल साइड भिक्ष मागुला। अरे ए ए आती अरे गाड़ीटा शीघ्र बाहर कलु लोकटा बेसी बाट जाई नथिबो रे। हाँ काका शीघ्र चल बापा तुम पछरे किसी लोक धरिक आस मु ताको अटकाउछि तमे खाली मते ताको चिन्हई दब तापर मु ता अवस्था एमिति करिवि आउ दिने चोरी करबा को मन करबनी। अरे चल चल शीघ्र चल अरे कितना गपुचु चल शीघ्र। फोन लगेलु बबुल तिगिरे फेरथिबो कहबू से भिकारी को अटकेब जमी लटकेब केवे छाड़बनी लगा लगा बबलू
କୋଉଠି ଅଛି? ହଁ ଶୁଣୁ, ଆରେ ଆମ ଗାଁରୁ ଗୋଟେ ଭିକାରୀ ଯାଉଥିବ, ବୁଝିଲୁ? ତାକୁ ବାଟରେ ଦେଖିଲେ ଟିକେ ଅଟକାଇ ଦେବୁ। ହଁ, ଆରେ ସେ ସନ୍ଧ୍ୟା ହେଇ ଘରୁ ଚୋରି କରି ନେଇ ଯାଇଥିଲି। ସବୁ ସୁନା ରୂପା ଗହଣା ସବୁ ଚୋରି କରି କଳା କଳା ବୁଝେଇ ଦେଇଥିଲି। ଆରେ ତାକୁ ଅଟକାରେ, ତାକୁ ଶୀଘ୍ର ଅଟକା। କ'ଣ ହେଲା? ଠିକ୍ ଅଛି, ତମେ ଗାଁ ଲୋକ ଆସ। ହଁ, ଆମେ ଯାଉଛୁ। এইদিকে ভিকারিটা, এইদিকে গাড়ি রক গাড়ি রক। আরে এইদিকে রক। এই রক, যাও। এইটাকে মারনি, এটাকে পুলিশে দেবা। এড়ে বড় ভেন্ডি হাটোকাটা ହେଇଛୁ, কাম পাইটি কলে তো ভাত কিଏ খাইব? তু ঘর ঘর বলি চোরি করুଛୁ? ହଁ ମୁଁ ଚୋରି କରୁଛି, ଚୋରି କରୁଛି ମୁଁ, ଚୋରି କରୁଛି ମୁଁ, ଚୋରି କରୁଛି। ହେଲେ କ'ଣ ପାଇଁ ମୁଁ ଚୋରି କରୁଛି ସେ କଥା ଆପଣମାନେ ଜାଣନ୍ତି? ଆପଣମାନେ ଜାଣନ୍ତି ସେ କଥା? କର୍ମ କରିବା ଚାହିଁଥିବୁ, ସେଇଥିପାଇଁ ଚୋରି କରୁଛୁ। ଆଉ କ'ଣ ପାଇଁ ଚୋରି କରୁଥିବୁ? ନାଇଁ ବାବୁ, ମୁଁ କର୍ମ କଢ଼ିଆ ନୁହଁ। ମୁଁ ଗୋଟାଏ ଶିକ୍ଷିତ ଦାଦନ। শিক্ষিত দাদন? Yes, I am a educated দাদন। উৎকଳ ୟୁନିଭର୍ସିଟିରୁ ଗୋଲ୍ଡ ମେଡାଲରେ ପୋଷ୍ଟ ଗ୍ରାଜୁଏଟ୍ କରି ଚାକିରି ପାଇଁ ଏ ଅଫିସରୁ ସେ ଅଫିସକୁ ଅନେକ ଦୌଡ଼ିଲି,
ହେଲେ ଆମ ରାଜ୍ୟରେ ଚାକିରି ନାହିଁ। ସବୁ ଡିଗ୍ରୀଧାରୀ କୁ ସରକାର କୋଉଠି ଚାକିରି ଦେବେ? ତୁ ଅନ୍ୟ କିଛି କାମ କରିପାରିଥାନ୍ତୁ। ହଁ କରିଛି ବୋଉ, କରିଛି। ନିଜର ରୋଗୀଣା ମା ବାପାଙ୍କ ଔଷଧ ଖର୍ଚ୍ଚ ପାଇଁ, ଦୁଇଟା ବଢିଲା ଭଉଣୀଙ୍କ ବାହାଘର ପାଇଁ ମୁଁ ଶେଷରେ ଓଡ଼ିଶା ଛାଡ଼ି ମହାରାଷ୍ଟ୍ର ଗଲି। ଯୋଉ ହାତରେ କଲମ ଧରୁଥିଲେ ସେଇ ହାତରେ ହାମର ଧରି ଲୁହା ବାଡ଼େଇ ମୁଁ ମୋର ଦୁଇଟା ଭଉଣୀଙ୍କର ବାହାଘର କରିଥିଲି। ହେଲେ ଏବେ ଲକଡାଉନ ପାଇଁ ଦୀର୍ଘ 7 ମାସ ହେବ ମୁଁ ବେରୋଜଗାର ହୋଇ ଘରେ ବସିଛି। କରୋନା ପାଇଁ ସମସ୍ତ ହଇରାଣ ହେଉଛନ୍ତି, ତୁ ହଇରାଣ ହେଉଥିବୁ। ହେଲେ ଏଇ କରୋନା ପାଇଁ ଆମ ସରକାର ମୁଣ୍ଡ ପିଛା ଚାଉଳ ଆଉ ଡାଲି ଦେଇଛନ୍ତି। ତତେ ତ ନିଶ୍ଚୟ ମିଳିଥିବ ନା? ହଁ ମିଳିଛି ଆଜ୍ଞା, ମିଳିଛି। ହେଲେ ଖାଲି ଡାଲି ଚାଉଳ ଦେଇଦେଲେ କ'ଣ ସବୁ ସୁବିଧା ହେଇଯିବ? ମୋ ମାର ଡାଇବେଟିସ୍, ଥାଇରଏଡ୍ ସହ ହେମୋଗ୍ଲୋବିନ୍ କମ୍। ତାର ମାସକୁ ଔଷଧ ଖର୍ଚ୍ଚ 7,000 ଟଙ୍କା। ଏ ପଇସା ମତେ କୋଉ ସରକାର ଦେବ? ମୋ ବାପା ଜଣେ ଫିଜିକାଲ ହ୍ୟାଣ୍ଡିକ୍ୟାପ୍। ତାଙ୍କର ଔଷଧ ଖର୍ଚ୍ଚ ମାସକୁ 3,000 ଟଙ୍କା। ସେ ପଇସା ମୁଁ କୋଉଠୁ ଆଣିବି ଗୋ? ଏ କଥା ତମ ସରକାର କେବେ ଚିନ୍ତା କରୁଛନ୍ତି କେବେ? ଖାଲି ମୋ ବାପା ମା ନୁହନ୍ତି, ଏମିତି ଅନେକ ଲୋକ ଦୁର୍ଦ୍ଦିନରେ ଅଛନ୍ତି। ସେମାନଙ୍କର ହିସାବ ତମ ସରକାର ପାଖରେ ଅଛି? ତମ ସରକାର ପାଖରେ ହିସାବ? ମୋ ଭଳି କେତେ ଶିକ୍ଷିତ ଏମିତି ବେକାର ହେଇ ବୁଲୁଛନ୍ତି। ଅଛି ହିସାବ ତମ ସରକାର ପାଖରେ? ଅଛି ତାର ହିସାବ? ତମ ସରକାର ତାର ହିସାବ ଦେଇପାରିବ? ଉତ୍ତର ଦିଅନ୍ତୁ, ଜବାବ ଦିଅନ୍ତୁ ମୋ ପ୍ରଶ୍ନର। ମୁଁ ଜାଣିଛି ମୋ ପ୍ରଶ୍ନର ଉତ୍ତର ଆପଣମାନେ କେହି ଦେଇପାରିବେନି। କାରଣ ହାତୀ ମଲେ ଲକ୍ଷେ ଜିଇଲେ ଲକ୍ଷେ ଭଳିଆ ମୋ ଭଳି ଗରିବ ମାନଙ୍କୁ ଲକଡାଉନ ବାହାନାରେ ଘରେ ବନ୍ଦୀ କରି ରଖି ତମେ ଏ ଦେଶକୁ ଲୁଣ୍ଠନ କରିଚାଲିଛ। ଲୁଣ୍ଠନ! ମାସ୍କ କିଣାରେ କୋଟି ଟଙ୍କା ଖାଇଲ, କ୍ୱାରେଣ୍ଟାଇନ ସେଣ୍ଟର କରି ଖାଇଲ, ରିଲିଫରେ ଖାଇଲ, ରାସ୍ତା କାମ, ଇନ୍ଦିରା ଆବାସ ଯୋଜନାରେ ସବୁଥିରେ ଖାଇଲ। ଖାଇ ତମେ କୋଟିପତି ହେଲ ତମେ। ହେଲେ ଆମ ଭଳି ଗରିବ ମାନଙ୍କୁ କାଉ ମୁହଁରେ ଖୁଦ ବୁଣିଲା ଭଳିଆ ଟଙ୍କିକିଆ ଚାଉଳ ଦେଇ ଚୁପ୍ କରିଛ। ହେଲେ ଗୋଟେ କଥା ମନେ ରଖ, ଯେତେବେଳେ ମୋ ଭଳି ଗରିବ ପିଲାମାନଙ୍କର ଅଭାବ ବଢିଯିବ, ସେତେବେଳେ କିଛି ଉପାୟ ନ ପାଇ ତମ ଭଳି କୋଟିପତି ମାନଙ୍କ ଠାରୁ ଭିକାରୀ ଭଳି ବିଭିନ୍ନ ରୂପ ଧାରଣ କରି ତମ ଠାରୁ ଜବରଦସ୍ତ ଚୋରି କରିବାକୁ ବାଧ୍ୟ ହେବେ। ଆସୁଛି ଆଜ୍ଞା। ହଁ ପୁଅ,
ନେ ଧ ତୋ ଦୁଃଖ ଶୁଣି ମତେ କାହିଁକି ଉଚିତ ଲାଗିଲା ମତେ କିଛି ସାହାଯ୍ୟ କରିବା। ହେଲେ ବାପା ତୋ ଘର କୋଉ ଗାଁ କହିଲୁନି ତ? ଅନ୍ତତଃ ପକ୍ଷେ ତୋ ପରିଚୟଟା ତ ଦେ। କାଳିଆ ତୁ ହଁ କାଳିଆ, ତୋ ପିଲାଦିନର ସାଙ୍ଗ କାଳିଆ। ମୁଁ କ୍ଲାସରେ ଫାଷ୍ଟ ହଉଥିଲି, ଆଉ ତୁ ତୋର ପାଠ ହଉନଥିଲା ବୋଲି ସାରଙ୍କ ଠାରୁ ସବୁଦିନ ମାଡ଼ ଖାଇ ତୁ କ୍ଲାସ ଶେଷ ଧାଡ଼ିରେ ବସୁଥିଲୁ। ହେଲେ ଆଜି ତୁ ରାଜନୀତି କରି ଦେଶକୁ ଠକି ତୁ ଆଜି କୋଟିପତି। ଆଉ ମୁଁ ୟୁନିଭର୍ସିଟିରୁ ଗୋଲ୍ଡ ମେଡାଲ ପାଇ ପାଲଟି ଯାଇଛି ଗୋଟାଏ ଭିକାରୀ, ଶିକ୍ଷିତ ଭିକାରୀ। ପୃଥି ହୋଇବ ଗୋଳଗୁଣ୍ଡା ମାତିବେ ମଦନ ଭୁସୁଣ୍ଡା ସର୍ବେ ହୋଇବେ ଏକାକାର ନଥିବ ବେଦର ବିଚାର ଅଘରୁଆ ସବୁ ଘରୁଆ ସାଜିବେ ଅନ୍ୟାୟକୁ ଆଶ୍ରା କରି ବିତ୍ତଶାଳୀ ଘରୁ ଲୁଟି ନେବେ ସବୁ ଆଜିର ଶିକ୍ଷିତ ଭିକାରୀ ভিকারি ভিকারি আজির শিক্ষিত ভিকারি আজির শিক্ষিত ভিকারি আজির শিক্ষিত